ଠାକୁରାଣୀଙ୍କର ଏ ପବିତ୍ର ଦିବସ ପ୍ରତ୍ୟେକ ବର୍ଷ ଏ ମା ଶାରଳା ଠାକୁରାଣୀଙ୍କର ଝାମୁ ଯାତ୍ରା ଅନୁଷ୍ଠିତ ହୁଏ। ଓଡ଼ିଶାର ସବୁ ଜାଗାରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଉପସ୍ଥିତ ହୁଅନ୍ତି। ଆପଣମାନେ ଦେଖୁଛନ୍ତି ବର୍ତ୍ତମାନ ଲକ୍ଷ ଲକ୍ଷ ଭକ୍ତ ମା ଶାରଳା ଠାକୁରାଣୀ ପାଖରେ କେମିତି ଉପସ୍ଥିତ ଅଛନ୍ତି। ଆପଣମାନେ ଦେଖନ୍ତୁ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜାଗାରୁ ଆସିଥିବା ଭକ୍ତମାନେ କିଭଳି ଭାବରେ ମା ଶାରଳାଙ୍କୁ ଅନେଇଛନ୍ତି, ଶାରଳା ଠାକୁରାଣୀଙ୍କୁ ଅନେଇଛନ୍ତି କେତେବେଳେ ମା ଶାରଳା ଠାକୁର ଝାମୁକୁ ଯିବେ। ସେଥିପାଇଁ ଆପଣମାନଙ୍କୁ ବି ବିଶେଷ ଅନୁରୋଧ କରାଯାଉଛି, ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଆପଣମାନେ ଦେଖିପାରୁଛନ୍ତି। ବର୍ତ୍ତମାନ ଶାରଳା ଠାକୁରାଣୀଙ୍କର ଇଏ ଗୋଟେ ଜଗତସିଂହପୁର ଜିଲ୍ଲାର ଗୋଟେ ବିଶ୍ୱସ୍ତ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ସେଇ ମା ଶାରଳା ଠାକୁରାଣୀଙ୍କ ପାଖରେ ଆଜି ଲକ୍ଷ ଲକ୍ଷ ଭକ୍ତମାନଙ୍କର ଭିଡ଼ ଆପଣମାନେ ଦେଖୁଥିବେ। ନମସ୍କାର। ଠାରୁ ନୂତନ ଭୂମିକା ପ୍ରଚଳନ କରାଯାଏ। ମାଙ୍କ ଝାମୁଯାତ୍ରା ଐତିହ୍ୟ ବହୁ ପୁରାତନ ଐତିହ୍ୟ ଏବଂ ଆମର ସେବାୟତ ସମ୍ପ୍ରଦାୟର ବହୁ ପାରମ୍ପରିକ କାର୍ଯ୍ୟକ୍ରମ ଗତ ପୂର୍ବ ସଂକ୍ରାନ୍ତି ଠାରୁ ଆଜି ପର୍ଯ୍ୟନ୍ତ ମାଙ୍କର ଘଟ ନୃତ୍ୟ ଗାଁ ଗହଳି ପୁରପଲ୍ଲୀ ସବୁଆଡ଼େ ମାଙ୍କର ମହିମା ପ୍ରଚାର କରାଯାଏ ଏବଂ ଆଜ ଦିନ ଝାମୁଯାତ୍ରା ପରେ ସମାପନ କରାଯାଏ। ମା ଶାରଳା ଏ ପୀଠରୁ ମନ୍ଦିରରୁ ଆଜି 12:30 ସମୟରେ ବିରାଟ ପଟୁଆର ସହିତ ଆମର 10 ସାହି 10 ଘଟ ନୃତ୍ୟଙ୍କ ସହିତ ପୁରାତନ ପୀଠ ଲଣ୍ଡା ଦେଉଳକୁ ଯାଆନ୍ତି ଏବଂ ସେଠାରେ ହଳଦୀ ପାଣି ଏବଂ ଅଗ୍ନି ପ୍ରଜ୍ୱଳିତ କରାଯାଇ ଝାମୁ ଘଟର ନୃତ୍ୟ କରାଯାଏ ଏବଂ ସେଇଠି ଝାମୁ ନୃତ୍ୟ ସମାପନ କରାଯାଏ। ତାପରେ ମା ନିଜର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ତେଣୁ ହଜାର ହଜାର ଯାତ୍ରୀଙ୍କର ସମାବେଶରେ ମହାବିଷୁବ ପଣା ସଂକ୍ରାନ୍ତି ମହାସମାରୋହରେ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ମା ଶାରଳାଙ୍କ ପୀଠରେ। ବୁଝିପାରିଲେ? ଆଉ କ'ଣ କୁହନ୍ତୁ? ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ଏ ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ଠାକୁରାଣୀଙ୍କର ହିନ୍ଦୁ ନବବର୍ଷର ଏ ମହା ଉତ୍ସବ ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଝାମୁଯାତ୍ରା ଏବଂ ସବୁଠାରୁ ଜନଗହଳପୂର୍ଣ୍ଣ ଏହି ଯାତ୍ରାର ଅନେକ ବିଶେଷତ୍ୱ ରହିଛି। ଚୈତ୍ର ମାସର ମୀନ ସଂକ୍ରାନ୍ତି ଠାରୁ ମା ଶାରଳାଙ୍କର ଘଟ ଦଣ୍ଡକୁ ଧାରଣ କରି ଓଡ଼ିଶାର ପୁରପଲ୍ଲୀର ସହର ନଗରୀରେ ଘଟ ନୃତ୍ୟ ପ୍ରଦର୍ଶନ କରି ଦେବୀଙ୍କର ଅଲୌକିକ ମହାମହିମା ଲୀଳା ପ୍ରଦର୍ଶନ କରିଥିବା ଘଟପାଟୁଆମାନେ ଆଜି ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି। ଆଜି ଦୂରଦୂରାନ୍ତରୁ ବା ପଲ୍ଲୀ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ମାଙ୍କୁ ପଣା ଭୋଗ ଅର୍ପଣ କରନ୍ତି, ଚୁଡ଼ାଘସା ଭୋଗ ଅର୍ପଣ କରନ୍ତି। ପଡ଼ୋଶୀ ଏବଂ ଆତ୍ମୀୟ ସ୍ୱଜନମାନଙ୍କୁ ବନ୍ଧୁବର୍ଗଙ୍କ ମଧ୍ୟରେ ତାହା ବଣ୍ଟନ କରିଥାନ୍ତି। ଏକ ପବିତ୍ର ଭାଇଚାରାର ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ଆଜି ମଧ୍ୟାହ୍ନରେ ମା ଶାରଳାଙ୍କର ଚଳନ୍ତି ପ୍ରତିମା ବିଜେ ପ୍ରତିମା ଏକ ମଣିମୟ ସୁସଜ୍ଜିତ ବିମାନ ଆରୋହଣ ପୂର୍ବକ ସମ୍ମୁଖ ଭାଗରେ ଛତା ତରାସ ଚାମର ଆଲଟ ଚାଲିଥିବ। ଘଣ୍ଟ ଘଣ୍ଟା କାହାଳି ଭେରି ତୁରି ଢୋଲ ମହୁରୀ ହରିବୋଲ ହୁଳହୁଳି ଧ୍ୱନିରେ ଏହି ଝଙ୍କଡ଼ ପୀଠ ପ୍ରକମ୍ପିତ ହେଉଥିବ ଏବଂ ସମ୍ମୁଖ ଭାଗରେ ଗ୍ରାମାଞ୍ଚଳରୁ ଆସିଥିବା ପଟୁଆମାନେ ବେଶ କୁଣ୍ଡଳୀ ଧରି ନୃତ୍ୟ କରୁଥିବେ। ଶାରଳାଙ୍କର ଘଟ 10 ଘଟକୁ ଧାରଣ କରି 10 ଘଟକୁ ଧାରଣ କରି ରାଉଳମାନେ ସମ୍ମୁଖ ଭାଗରେ ନୃତ୍ୟ କରୁଥିବେ। ମହାମନ୍ତ୍ର ନାମ ସଂକୀର୍ତ୍ତନ ଦଳ ଦଳ ଚାଲିଥିବ ଏବଂ ମା ଶାରଳାଙ୍କର ଚଳନ୍ତି ପ୍ରତିମା ପ୍ରାଚୀନ ପୀଠସ୍ଥଳୀ ବଡ଼ଶାରଳ ଗ୍ରାମର ଲଣ୍ଡା ଦେଉଳ ଚରଖେ ପଡ଼ିଆକୁ ଯାତ୍ରା କରିବେ। ସେଠାରେ ପ୍ରଜ୍ୱଳିତ ଅଗ୍ନି ମଧ୍ୟରେ ଚାଲି ଚାଲି ଦେବୀ ଶକ୍ତିଙ୍କର ଅଲୌକିକ ମହିମା ଲୀଳା ପ୍ରଦର୍ଶନ କରିବେ। ଆଜି ମହାବିଷୁବ ସଂକ୍ରାନ୍ତି ହନୁମାନଙ୍କର ଜନ୍ମୋତ୍ସବ ଉପଲକ୍ଷେ ଶାରଳାଙ୍କ ହାଟପୋଲ ହନୁମାନ ମନ୍ଦିର ନିକଟରେ ମଧ୍ୟ ମାଗଣାରେ ପ୍ରସାଦ ସେବାର ବନ୍ଦୋବସ୍ତ ରଖାଯାଇଛି। ସନ୍ଧ୍ୟାରେ ମଧ୍ୟ ଶାରଳା ମହିମା ପ୍ରଚାର ଟ୍ରଷ୍ଟ ତରଫରୁ ସମ୍ମାନ ଏବଂ ସମ୍ବର୍ଦ୍ଧନା ସଭା ସହିତ ରବୀନ୍ଦ୍ର ପାଠାଗାର ଆନୁକୂଲ୍ୟରେ ଏକ ବିରାଟ ଭଜନ ସମାରୋହରେ ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ସୁଭାଷ ଦାସଙ୍କ ସମେତ ବହୁ ନାମୀ ଦାମୀ ଖ୍ୟାତନାମା କଳାକାରମାନେ ଯୋଗ ଦେବେ। ଆଜିର ନବବର୍ଷରେ ପଣା
ସଂକ୍ରାନ୍ତି ଦିନ ଯେଉଁମାନେ ମାଙ୍କର ଦର୍ଶନ କରନ୍ତି ସେମାନଙ୍କର ବର୍ଷ ତମାମ ସୁଖ ଶାନ୍ତି ଆନନ୍ଦରେ ଅତିବାହିତ ହୋଇଥାଏ। ଜୟ ମା ଶାରଳା। ମନ୍ଦିର ଆଗନ୍ତୁକ ଦର୍ଶକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ତ ମାଙ୍କର ଆଶୀର୍ବାଦ କାମନା ହେଉ। ଆଜି ପବିତ୍ର ଓଡ଼ିଆ ନବବର୍ଷର ଶୁଭାରମ୍ଭ ଲୋକାରଣ୍ୟ ଶାରଳା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶାରଳା ମନ୍ଦିର ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ଆଉ ଆଗନ୍ତୁକ ଦର୍ଶକମାନଙ୍କ ପାଇଁ କେମିତି ଭଲରେ ଦର୍ଶନ ବ୍ୟବସ୍ଥା ହେବ ସେ ବ୍ୟବସ୍ଥା ବି କରାଯାଇଛି। ଆସନ୍ତୁ ଆମେ ବର୍ତ୍ତମାନ ଯିବା ସେଇ ଭକ୍ତମାନଙ୍କ ପାଖକୁ। ନମସ୍କାର, ଆପଣଙ୍କ ନାଁଟା କ'ଣ କହିଲେ? ଜୟ ମା ଶାରଳା। ମୋ ନାଁ ହେଉଛି ସରୋଜ କୁମାର ମହାପାତ୍ର, ହେଡ଼ମାଷ୍ଟର ଆଡ଼ଙ୍ଗା ହାଇସ୍କୁଲ ଏବଂ ଜଣେ ଲିରିସ୍ ଜଗତସିଂହପୁର। ଆଜି ହେଉଛି ପବିତ୍ର ଏଇ ଯେଉଁ ଯାତ୍ରା ମା ଶାରଳା ଦିବ୍ୟ ଜନନୀ ସମସ୍ତେ ତାଙ୍କୁ ଜାଣିଛନ୍ତି ଏବଂ ମାଙ୍କର ଅନେକ ପର୍ବପର୍ବାଣି ଅଛି, ତା ଭିତରୁ ଆଜି ହେଉଛି ପ୍ରଥମ। ଆଉ ସବୁଠାରୁ ବଡ଼ କଥା ହେଲା ଯେ କି ଆଜି ହେଉଛି ଓଡ଼ିଆର ନବବର୍ଷ। ଇଂରାଜୀର ନବବର୍ଷ ସାଧାରଣତଃ ଆମର ଜାନୁଆରୀ ମାସରୁ ଆରମ୍ଭ ହୋଇଥାଏ, କିନ୍ତୁ ଆମର ଆଜି ଦିନଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହେଲା ଏବଂ ମାଙ୍କର ପବିତ୍ର ଦିନ ଏବଂ ସାରା ଓଡ଼ିଶା ପାଇଁ ଯେ କି ଏକ ମଙ୍ଗଳକର ଦିନ। ଏବଂ ଗୋଟିଏ କଥା ହେଉଛି ଯେତେ ପର୍ବପର୍ବାଣି ଯାହା ହେଉ ଆପଣ ଦେଖୁଛନ୍ତି ଚାରିଆଡ଼େ ଲୋକମାନେ ଥାଟ ପଟାଳି ସବୁ ଭାଙ୍ଗିଛନ୍ତି, ଚାରିଆଡ଼େ ଲୋକମାନେ ଆସୁଛନ୍ତି। ଆଜି ମାଙ୍କର ଏତେ ବଡ଼ ଭକ୍ତ ଶ୍ରଦ୍ଧାଳୁ ସମସ୍ତେ ମୂଳ ତତ୍ତ୍ୱ ହେଲା ଯେ କି ମାଙ୍କୁ ଆରାଧନା କରିବା, ମାଙ୍କୁ ପୂଜା କରିବା। ଥରେ ସେ ମାଙ୍କ ଚରଣରେ ଯଦି ଆମେ ନିଜକୁ ସମର୍ପଣ କରିଦେବା ତାହେଲେ ମା ସକଳ ଦୁଃଖ ଆମର ନିଶ୍ଚିତ ଭାବରେ ଦୂର କରିଦେବେ। ତେଣୁ ପଞ୍ଜିକା ମଧ୍ୟ ଆଜିଠୁ ଆରମ୍ଭ। ତେଣୁ ମୋର ଏତିକି କହିବାର କଥା ଅନୁରୋଧ, ଯଦି ଆମେ ହୃଦୟରୁ ମାଙ୍କୁ ପ୍ରକୃତ ଭକ୍ତି କରୁଥିବା ତାହେଲେ ମା ଆମକୁ ନିଶ୍ଚିତ ଭାବରେ ଆମ ଡାକ ଶୁଣିବେ। ଖାଲି ମୋରି ପାଇଁ ନୁହେଁ, ଏ ସାରା ଓଡ଼ିଶା ସାରା ଭାରତର ଜନସାଧାରଣଙ୍କୁ ମୁଁ ଆଜି ଏହି ଅବସରରେ ନିବେଦନ କରିବି ଯେ କି ସମସ୍ତେ ସେଇ ଦିବ୍ୟ ଶକ୍ତିମୟୀ ମା ଶାରଳାଙ୍କର ଆରାଧନା କରନ୍ତୁ, ହୃଦୟରେ ବସାନ୍ତୁ ଏବଂ ହୃଦୟରେ ପୂଜା କରନ୍ତୁ। ଆଉ ମୋ ପାଖରେ ମଧ୍ୟ ମୋର ଅଛନ୍ତି ଭାଇ ଯେ କି ବାବୁଲି ବାବୁ, ସେ ମଧ୍ୟ ଜଣେ ଭିଜୁଆଲ୍ ଡିରେକ୍ଟର, ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଛନ୍ତି। ମାଙ୍କର ହେଉଛି ବଡ଼ ଭକ୍ତ, ତାଙ୍କର ପ୍ରେରଣାରେ ମଧ୍ୟ ଅନେକ ଥର ମୁଁ ଏ ମାଙ୍କ ପୀଠକୁ ଆସିଛି, ପ୍ରତିବର୍ଷ ଆସେ, ଆଜି ମଧ୍ୟ ଆସିଛି। ତେଣୁ ମା ମଧ୍ୟ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ, ଆପଣମାନଙ୍କର ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ଏହି ସାରା ଭାରତର, ସାରା ଓଡ଼ିଶାର ଏବଂ ଆମର ଜଗତସିଂହପୁର ସମସ୍ତଙ୍କ ପାଇଁ ମୁଁ ନିବେଦନ କରିବି ସେଇ ମା ଶାରଳାଙ୍କୁ, ହେ ମା ଶାରଳା ସମସ୍ତଙ୍କର ମନୋବାଞ୍ଛା ପୂରଣ କରନ୍ତୁ, ଏ ଜଗତକୁ ଉଦ୍ଧାର କରନ୍ତୁ। ଜୟ ମା ଶାରଳା, ଜୟ ଜଗନ୍ନାଥ। ଜୟ ମା ଶାରଳା। ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି କ୍ୟାମେରା ଟିମ୍ ବର୍ତ୍ତମାନ ଆସି ଶାରଳା ମନ୍ଦିର ଭିତରେ ପହଞ୍ଚି ଯାଇଛି। ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ଏହି ଅଞ୍ଚଳର କିଛି ଯୁବକ ଭାଇମାନେ ବର୍ତ୍ତମାନେ କିଭଳି ମାନେ ଯେଉଁମାନେ ଓଡ଼ିଶାରୁ ଆସିଥିବା ବହୁତ ଦର୍ଶନାଭିଳାଷୀ ସେମାନଙ୍କୁ କେମିତି ଅଭଡ଼ା ପାଣି ଦେଉଛନ୍ତି ଆପଣମାନେ ଦେଖୁଛନ୍ତି। ବର୍ତ୍ତମାନ ଯୁବ ଭାଇମାନେ ତାଙ୍କୁ ସବୁ ଅଭଡ଼ା ପାଣି ଦେଉଛନ୍ତି, ସବୁ ଶ୍ରଦ୍ଧାଳୁ ଭକ୍ତମାନେ ସେ ଅଭଡ଼ା ପାଣି ପିଉଛନ୍ତି। ବର୍ତ୍ତମାନ ଆପଣମାନେ
ଦେଖୁଛନ୍ତି। আহুলার চালে মোর তদর নৌকা হড়ি হড়ি ছাতে পশুচি ছনকা পশুচি ছনকা সংসার নইটা লাগে এতে গভীর চন্দন পূর্ଣ୍ଣିମାରେ ମାନେ ମା ଡଙ୍ଗା ସାହାଯ୍ୟରେ ବୁଲନ୍ତି ଏବଂ ମାଙ୍କର ଚାପକଳ ଗୋଟେ ବିଶିଷ୍ଟ ପର୍ବ କହିଲେ ଅତ୍ୟୁକ୍ତ ହେବ ନାହିଁ। ବର୍ତ୍ତମାନ ଦେଖନ୍ତୁ ଆପଣମାନେ ଏହି ଚନ୍ଦନ ପୋଖରୀ କିଭଳି ଏ ସକାଳୁ ଭକ୍ତମାନେ ମଧ୍ୟ ସେଠି ବର୍ତ୍ତମାନ ଆସିଛନ୍ତି। ଆଜି ଝାମୁଯାତ୍ରା ଉପଲକ୍ଷେ ଓଡ଼ିଶାର ସମସ୍ତ ଭକ୍ତମାନେ ଆସି ମାଙ୍କ ଦର୍ଶନ କରୁଛନ୍ତି। ଚନ୍ଦନ ପୋଖରୀରେ ସେ ତାଙ୍କର ସ୍ନାନ ସାରି ବର୍ତ୍ତମାନ ଯାଇକି ପହଞ୍ଚୁଛନ୍ତି ମାଙ୍କ ମନ୍ଦିର ଭିତରେ ଆପଣମାନେ ଦେଖୁଛନ୍ତି। মাপরিকি দেব মাপরিকি দেব মাপরিকি দেব মাপরিকি দেব দুঃখরে পড়িলে মন কথা বুঝি দুঃখরে পড়িলে মন কথা বুঝি বিপদরু সে তো একা তারিব মা পরিকি হেব ବର୍ତ୍ତମାନ ଆମର ଜଣେ ଭକ୍ତ ଅଛନ୍ତି ଆମ ପାଖରେ ଯିଏକି ଶାରଳା ମନ୍ଦିର ସେ ବୁଲିବାକୁ ଆସିଥିଲେ। ଆଉ ତାଙ୍କୁ ପଚାରି ବୁଝିବା ଯେ ମ୍ୟାଡ଼ାମ ଆମ ପାଖରେ ଅଛନ୍ତି ଶ୍ରଦ୍ଧାଳୁ ଭକ୍ତ, ଆମେ ତାଙ୍କୁ ପଚାରି ବୁଝିବା ଯେ ମାଙ୍କ ଦର୍ଶନ କରି ସେ ଆଜି ପଣା ସଂକ୍ରାନ୍ତି ଯେଉଁ ଝାମୁଯାତ୍ରା ଆପଣ ତାକୁ ଦେଖିବାକୁ ଆସିଛନ୍ତି, ତେଣୁକରି ଆପଣ ମା ଶାରଳାଙ୍କୁ କେତେ ଭଲ ପାଆନ୍ତି? ମୁଁ ପୁରା ବହୁତ ଦୃଢ଼ ଭଲ ପାଏ। ଘରଟା ଗହଗାନଟି ଧନ୍ୟବାଦ ମ୍ୟାଡ଼ାମ ଆପଣ ଆମ କ୍ୟାମେରା ଟିମ୍ ଆଗରେ କହିବାରୁ। ବର୍ତ୍ତମାନ ଜୟ ମା ଶାରଳା ବର୍ତ୍ତମାନ ଆସି ଆମେ ପହଞ୍ଚିଗଲୁ ଜଗତସିଂହପୁର ଜିଲ୍ଲାର ଶାରଳା ମନ୍ଦିର ପାଖରେ। ବର୍ତ୍ତମାନ ଆମ ପାଖରେ ଉପସ୍ଥିତ ଅଛନ୍ତି ଆଉ ଏ କନକପୁର ବଜାରର ବା ଝଙ୍କଡ଼ ଗ୍ରାମର ଜଣେ ସେବାୟତ ଭାଇ କହିଲେ ଅତ୍ୟୁକ୍ତ ହେବ ନାହିଁ। ତାଙ୍କୁ ପଚାରିବା ଆଜି ଝାମୁଯାତ୍ରା ବିଷୟରେ ସେ କ'ଣ ଜାଣିଛନ୍ତି ନା ପଚାରିବା। ଆଜ୍ଞା ନମସ୍କାର, ଆପଣଙ୍କ ନାଁଟା? ଝାମୁଯାତ୍ରା ବିଷୟରେ ଆପଣ ଟିକେ କୁହନ୍ତୁ। ଆମର ଝାମୁଯାତ୍ରା 10 ଘଟକୁ ନେଇ ହୁଏ। ଆଜି ଝାମୁଯାତ୍ରା ମାଙ୍କର ପୁରୁଣା ସ୍ଥଳୀରେ ଆଜି କାର୍ଯ୍ୟକ୍ରମ ହେବ ଏବଂ ଘଟପେଟୁଆମାନେ ନିଆଁରେ ଚାଲିବେ। ତାପରେ ମା ସାଙ୍ଗରେ ଯାଇଥିବେ, ଆମେ ବିଜୟ ପ୍ରତିମା, ତାପରେ ସେଠୁ ଆସିଲା ପରେ ମାଙ୍କର ନୀତିଗତି କାର୍ଯ୍ୟକ୍ରମ ହୁଏ। ଏହି ଝାମୁଯାତ୍ରାରେ ବହୁତ ପାଟୁଆମାନେ ବାହାରୁ ଆସନ୍ତି। ମାଙ୍କର ବହୁତ କରୁଣା ଅଛି ଲୋକଙ୍କ ପ୍ରତି, ତେଣୁ ଲୋକମାନେ ମାଙ୍କ ଧନ୍ୟବାଦ।
ପରିକି ହେବ ମା ପରିକି ହେବ ମା ପରିକି ହେବ ମା ପରିକି ହେବ ଦୁଃଖରେ ପଡ଼ିଲେ ମନ କଥା ବୁଝି ଦୁଃଖରେ ପଡ଼ିଲେ ମନ କଥା ବୁଝି ବିପଦରୁ ସେ ତ ଏକା ତାରିବ ମା ପରିକି ହେବ ମା ପରିକି ହେବ